ଦେଖନ୍ତୁ କୁହାଯାଏ ଯେ ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍। ତେଣୁ ଆମେ ଆଶଙ୍କା କରୁଥିଲୁ କାଳେ କିଛି ସମସ୍ୟା ଉପୁଜିବ ଏବଂ ସୋସିଆଲ ମିଡ଼ିଆ ଗୋଟେ ଏମିତି ଏକ ଅସ୍ତ୍ର ଯାହାକି ଭଲ ପାଇଁ ବ୍ୟବହାର କରିହେବ, ତାର ଅପବ୍ୟବହାର ବି କରିହେବ। ତେଣୁ ଆମେ ଦେଖିଲୁ ଯେ ସୋସିଆଲ ମିଡ଼ିଆର ଯେହେତୁ ଅପବ୍ୟବହାର କରାଯାଉଛି, ସେଥିପାଇଁ ଆମେ ବାଧ୍ୟ ହେଇକି ଟିକେ ରେଷ୍ଟ୍ରିକ୍ସନ୍ସ ରଖିଲୁ ଏବଂ ପ୍ରଥମେ ଆମେ 24 ଘଣ୍ଟା ପାଇଁ ରେଷ୍ଟ୍ରିକ୍ସନ୍ ରଖିଥିଲୁ ଏବଂ ତାହା ରେଷ୍ଟ୍ରିକ୍ସନ୍ ରଖିବା ଦ୍ୱାରା ମଧ୍ୟ ଭଲ ପ୍ରଭାବ ପଡ଼ିଲା। ତାହା ସୋସିଆଲ ମିଡ଼ିଆକୁ ଅପବ୍ୟବହାର କରୁଥିବା ଲୋକମାନଙ୍କୁ ମଧ୍ୟ ନିବୃତ୍ତ କରିବାରେ ସାହାଯ୍ୟ କଲା ଏବଂ ସେଟା କେବଳ ଆଂଶିକ ଅଞ୍ଚଳରେ ଆମେ ବ୍ୟବହାର କରିଥିଲୁ। ଭଦ୍ରକ, ତିହିଡ଼ି ଏବଂ ଧାମନଗର ବ୍ଲକ ଏରିଆରେ ପ୍ଲସ୍ ଭଦ୍ରକ ମ୍ୟୁନିସିପାଲ ଅଞ୍ଚଳ ଏବଂ ଧାମନଗରର NAC ଅଞ୍ଚଳରେ କରିଥିଲୁ। ତାପରେ କାଲି ଆପଣମାନେ ସମସ୍ତେ ଜାଣିଛନ୍ତି ଗୋଟେ ଅସ୍ୱାଭାବିକ ପରିସ୍ଥିତିରେ ମାନେ ଆମ ଜିଲ୍ଲାରେ ହେଇଥିଲା, ଜଣେ ଯୁବକ ତାଙ୍କର ଦେହାନ୍ତ ହେଇଥିଲା, ତାକୁ ନେଇକରି କାଳେ କିଛି ସମସ୍ୟା ଘଟିବ, ସେଥିପାଇଁ ଆମେ ଆଉ 12 ଘଣ୍ଟାର ତାକୁ ଏକ୍ସଟେନସନ୍ କରିଥିଲୁ ଏବଂ ଆଜି ତାର ଏକ୍ସଟେନସନ୍ ପିରିୟଡ଼ ମଧ୍ୟ ସରିଯାଇଛି ଏବଂ ସମ୍ପୂର୍ଣ୍ଣ ଶାନ୍ତି ଅବସ୍ଥା ଫେରିଛି ଏବଂ ଭଦ୍ରକ ଜିଲ୍ଲା ହେଉଛି ଏକ ମାନେ ଭାତୃତ୍ୱ ମେଣ୍ଟେନ୍ କରୁଥିବା ଜିଲ୍ଲା। ଭାଇଚାରା ଏଠି ବଜାୟ ରହିଥାଏ। ସବୁବେଳେ ଆମେ ଦେଖିଛେ ରାମନବମୀ କଥା କୁହନ୍ତୁ କି ବକ୍ରିଦ୍ କଥା କୁହନ୍ତୁ କିମ୍ବା ବିଭିନ୍ନ ପ୍ରକାର ପର୍ବପର୍ବାଣୀ କଥା କୁହନ୍ତୁ, ସେଠି ଭାଇଚାରା ବଜାୟ ରହିଛି ଏବଂ ଅନେକ ଗଣେଶ ପୂଜାରେ ମଧ୍ୟ ରାମନବମୀରେ ମଧ୍ୟ ଆମେ ଦେଖିଛୁ ଅଲଗା ବିଭିନ୍ନ କମ୍ୟୁନିଟିଜ୍ ମାନେ ଏକତ୍ରିତ ହେଇକି ସେ ପୂଜା ପାଳନ କରିଥାନ୍ତି, ମାନେ ସେ ଫେଷ୍ଟିଭାଲକୁ ପାଳନ କରିଥାନ୍ତି। ତେଣୁ ଏହି ପରିପ୍ରେକ୍ଷୀରେ କାଳେ କିଛି ଗୋଟେ ସମସ୍ୟା ଉପୁଜିବ, ସେଥିପାଇଁ ଆମେ ଏଇଟା ରେଷ୍ଟ୍ରିକ୍ସନ୍ କରିଥିଲୁ। ମୁଁ ଆପଣମାନଙ୍କ ଚ୍ୟାନେଲ ଜରିଆରେ ପ୍ରଥମେ ଆମ ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଦେବି ଯେ ସେମାନେ ଜିଲ୍ଲା ପ୍ରଶାସନ ସହିତ ମାନେ ସହଯୋଗ କରିଛନ୍ତି। ଇଣ୍ଟରନେଟ୍ ସେବା ବନ୍ଦ ହେଇଥିବା ଯୋଗୁଁ ଯେଉଁ ତାକୁ ସମସ୍ୟା ହେଇଛି, ସେମାନେ ତାକୁ ମାନେ ଭ୍ରୂକ୍ଷେପ ନ କରିକି ସେମାନେ ଆମ ସହିତ ସହଯୋଗ କରିଛନ୍ତି। ମିଡ଼ିଆ ବନ୍ଧୁମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେବି ଯେ ସେମାନେ ଭେରି ରେସ୍ପନ୍ସିବଲି ବିହେଭ୍ କରିଛନ୍ତି। ଆମ ରେସ୍ପନ୍ସିବୁଲ୍ ମିଡ଼ିଆ ହିସାବରେ ସେମାନେ ମଧ୍ୟ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ କରିଛନ୍ତି ଏବଂ ଜିଲ୍ଲା ପ୍ରଶାସନର ଏଇ ଯେଉଁ ନିଷ୍ପତ୍ତିଟାକୁ ମଧ୍ୟ ସେମାନେ ସମର୍ଥନ ଜଣାଇଛନ୍ତି। କାରଣ କୁହାଯାଏ ଯେ ଇଫ୍ ୟୁ ୱାଣ୍ଟ ଟୁ ହ୍ୟାଭ୍ ଆନ୍ ଓମଲେଟ୍ ୟୁ ହ୍ୟାଭ୍ ଟୁ ବ୍ରେକ୍ ସମ୍ ଏଗ୍ସ। ତେଣୁ କିଛି ଜିନିଷ ପାଇବାକୁ ହେଲେ କିଛି ଜିନିଷ ବେଳେବେଳେ ତାକୁ ଆମେ କମ୍ଫର୍ଟସକୁ ଛାଡ଼ିବାକୁ ପଡ଼ିଥାଏ। ତେଣୁ ସେହି ପରିପ୍ରେକ୍ଷୀରେ ସବୁ ଆଜି ଠିକ୍ଠାକ୍ ହେଇଛି ଏବଂ ମୁଁ ଆଉଥରେ ସମସ୍ତ ଜନସାଧାରଣଙ୍କୁ ଜଣାଇଦେବି ଯେ ଭଦ୍ରକ ସବୁବେଳେ ଶାନ୍ତିପୂର୍ଣ୍ଣ ବାତାବରଣ ଦେଇ ଗତି କରୁଛି, ଏବେ ବି ମଧ୍ୟ ଗତି କରିବ ଏବଂ ଆଜି ବର୍ତ୍ତମାନ ସମସ୍ତ ହିସାବରେ ସ୍ୱାଭାବିକ ପରିସ୍ଥିତି ଅଛି ଏବଂ ଆପଣମାନେ ସମସ୍ତେ କୌଣସି ହିସାବରେ ଆପଣଙ୍କୁ କିଏ ବି ଭ୍ରାନ୍ତ ଧାରଣା ଯଦି ସୃଷ୍ଟି କରୁଥିବ ତାଠୁ ଦୂରେଇ ରୁହନ୍ତୁ। ଏବଂ ଆପଣମାନେ ଜାଣିଛନ୍ତି ବର୍ତ୍ତମାନ ସରକାରଙ୍କର 1 ବର୍ଷ ପୂର୍ତ୍ତି ମଧ୍ୟ ହେଇସାରିଛି। ଗତକାଲିଠାରୁ ବିକାଶ ମେଳା ସମଗ୍ର ରାଜ୍ୟରେ ପାଳନ କରାଯାଉଛି। ବିକାଶ ମେଳା ଏବଂ ସୁଭଦ୍ରା ପାରମ୍ପରିକ ଖାଦ୍ୟ ମେଳା ମଧ୍ୟ ପାଳନ କରାଯାଉଛି। ତେଣୁ ଆପଣମାନେ ଆମେ ଏହି କାର୍ଯ୍ୟକ୍ରମଟିକୁ ନେହେରୁ ଷ୍ଟାଡିୟମରେ କରିଛୁ, ଯାହାକି ଭଦ୍ରକର କେନ୍ଦ୍ରରେ ଅବସ୍ଥିତ, କେନ୍ଦ୍ରାଞ୍ଚଳରେ ଅବସ୍ଥିତ। ତେଣୁ ମୁଁ ଆଶା କରିବି ଏଇ ଯେଉଁ ରଜ ବି ଆରମ୍ଭ ହେଇଯାଇଛି, ଆଜି ସଜବାଜ, ଆସନ୍ତାକାଲିଠାରୁ ପହିଲି ରଜ ଆରମ୍ଭ ହେଉଛି। ତେଣୁ ମୁଁ ଆଶା କରୁଛି ବହୁ ସଂଖ୍ୟାରେ ଆପଣମାନେ ଯୋଗଦାନ କରିବେ, ନେହେରୁ ଷ୍ଟାଡିୟମକୁ ଆସିବେ ଏବଂ ଭରପୁର ମଜା ନେବେ ଏବଂ ସରକାରଙ୍କର 1 ବର୍ଷ ପୂର୍ତ୍ତି ଅବସରରେ ସରକାର ଯେଉଁ ଲୋକାଭିମୁଖୀ କାର୍ଯ୍ୟକ୍ରମ କରିଛନ୍ତି, ଯାହା ଯାହା ଉପଲବ୍ଧି ସରକାରଙ୍କର ଅଛି, ସେ ବିଷୟରେ ମଧ୍ୟ ଆପଣମାନେ ହୃଦୟଙ୍ଗମ ହେବେ ଏବଂ ମୁଁ ଆଶା କରୁଛି ଯେ ଆପଣମାନେ ସମସ୍ତେ ଏ ବିକାଶ ପ୍ରକ୍ରିୟାରେ ସରକାରଙ୍କ ସହିତ ଜିଲ୍ଲା ପ୍ରଶାସନ ସହିତ ସହଯୋଗ କରିବେ। ଧନ୍ୟବାଦ, ନମସ୍କାର।